ଧବଣୀ ସଲ୍ ଠାରୁ ବିପୁଳ ପରିମାଣର ମହୁଲ ଫୁଲ ଜବତ କଲା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ 1। 2 ଗିରଫ ଜଣେ ଫେରାର। ଅବକାରୀ ବିଭାଗ ଦ୍ୱାରା ପୁଣି ବିପୁଳ ପରିମାଣର ମହୁଲ ଫୁଲ ଜବତ କରାଯାଇଛି। ଏଥିସହିତ ଉକ୍ତ ଘଟଣାରେ 2 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଛି। ଅଭିଯୁକ୍ତ 2 ଜଣ ହେଲେ ସୁଳିଆପଦା ଥାନା ଅନ୍ତର୍ଗତ ଭୁସକୁଣ୍ଡା ଗ୍ରାମର ପ୍ରସଞ୍ଜିତ ଦାସ ଓ ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଲଭପୁର ଥାନା ଅନ୍ତର୍ଗତ ପୁଟୁଳିଆ ଅଞ୍ଚଳର ସମାଇ ସରେନ ଏବଂ ଫେରାର ଜଣକ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ ଧବଣୀଶଳ ଗ୍ରାମର ଚନ୍ଦନ ମହାପାତ୍ର। ତେବେ ଜିଲ୍ଲାରେ ବେଆଇନ ଦେଶୀ ମଦ କାରବାର ହେଉଥିବା ବେଳେ ଝାରଖଣ୍ଡରୁ ମୟୂରଭଞ୍ଜ ଜିଲ୍ଲାକୁ ଚୋରା ମହୁଲ ଚାଲାଣ ହେଉଥିବା ନେଇ ବିଶ୍ୱ ସୂତ୍ରରୁ ଖବର ମିଳିଥିଲା, ଯାହାକୁ ନେଇ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ 1 ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା। ତେବେ ପୂର୍ବ ଯୋଜନା ମୁତାବକ ଶନିବାର ସନ୍ଧ୍ୟାରେ ଚାନ୍ଦୁଆ ଥାନା ଅନ୍ତର୍ଗତ ଧବଣୀଶଳଠାରେ ମହୁଲ ବୋଝେଇ ପିକଅପ୍କୁ ଅଟକାଇ ଯାଞ୍ଚ କରିଥିଲେ। ପିକଅପ୍ରୁ 52 ବସ୍ତା ମଧ୍ୟରୁ 20 କ୍ୱିଣ୍ଟାଲ 80 କିଲୋ ମହୁଲ ଫୁଲ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 6 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡୁଛି। ତେବେ ଏ ସଂକ୍ରାନ୍ତରେ 194 ନମ୍ବରରେ ଏକ ମାମଲା ରୁଜୁ କରି ମହୁଲ ଫୁଲ ସମେତ ପିକଅପ୍ ଏବଂ ଏକ ମୋଟରସାଇକେଲ ଜବତ କରାଯାଇଥିବା ନେଇ ଇନ୍ସପେକ୍ଟର ଶ୍ରୀ ମହାନ୍ତି ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏହି ଚଢ଼ାଉ ସମୟରେ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଦେବତା, ଅମ୍ବିକା ନାୟକ, ସମାଇ ହାସଦା ପ୍ରମୁଖ ଉପସ୍ଥିତ ରହିଥିଲେ। ଆମର ନିର୍ଦ୍ଦେଶ ଥିଲା, ଆମ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ ଥିଲା। ମୁଁ ଗତକାଲି ମୋର ଷ୍ଟାଫ୍ ମାନ ମୋବାଇଲ ୟୁନିଟ୍ ସହିତ ଦେଉଳି ସ୍ଥାନରେ ଗୋଟେ ପେଟ୍ରୋଲ ଡ୍ୟୁଟି କରୁଥିଲି। ପେଟ୍ରୋଲ ଡ୍ୟୁଟି କରୁଥିବା ସମୟରେ ଶୁଣିଲି, ବିଶେଷ କରି ଖବର ପାଇଲି, ଗୋଟେ ଝାରଖଣ୍ଡ ଗାଡ଼ିରୁ ଦେଉଳିକି ଗୋଟେ ପିକଅପ୍ ଭ୍ୟାନ୍ରେ ତାକୁ ଗୋଟେ ଗାଡ଼ି ମୋଟରସାଇକେଲ ଏସ୍କର୍ଟ କରିକି ମହୁଲ ଧରି ଆସୁଥିବାର ଖବର ପାଇଥିଲି। ଘଟଣାସ୍ଥଳରେ ପ୍ରଥମେ ଆମେ ମୋଟରସାଇକେଲଟାକୁ ଅଟକାଇଥିଲୁ। ଅଳ୍ପ ଟିକେ ଦୂରରେ ଥିଲା ପିକଅପ୍ ଭ୍ୟାନ୍ଟା, ତାକୁ ଅଟକେଇଲୁ। ଅଟକେଇକି ତା ପାଖରୁ ଆମେ 52 ବସ୍ତା ମହୁଲ ଫୁଲ ପାଇଛୁ ଏବଂ ସେଇ ସଂକ୍ରାନ୍ତରେ 2 ଜଣ ବ୍ୟକ୍ତି ଆମେ ଅଟକି ରଖିଛୁ, ଗୋଟେ ମୋଟରସାଇକେଲ ଏବଂ ଗୋଟେ ପିକଅପ୍ ଭ୍ୟାନ୍। 2 ଜଣ ବ୍ୟକ୍ତିଙ୍କ ନାମ ଟିକେ ଜଣକ ଗୋଟେ ୱେଷ୍ଟବେଙ୍ଗଲ, ଜଣଙ୍କ ନାଁ ହେଉଛି ପ୍ରସନ୍ନଜିତ ଦାସ, ଆଉ ଜଣ ହେଲା ଚନ୍ଦ୍ର ମହାନ୍ତ, ସୌମ୍ୟ ସୋରେନ। ଆଉ ଯେଉଁ ବାପି ବୋଲି ଯେଉଁ ଲୋକଟି ଥିଲା ଗାଡ଼ିରେ, ସେ ହେଉଛି ମେନ୍ ଆକ୍ୟୁଜ୍, ଯିଏକି ତାର ମହୁଲ ଲାଇସେନ୍ସ ଅଛି। ସେ ଘଟଣାସ୍ଥଳରୁ ପଳେଇ ଯାଇଛି। ତାକୁ ଆମେ ତୁରନ୍ତ ତାକୁ ଗିରଫ କଲୁ। ଆଉ ଏହି ସଂକ୍ରାନ୍ତରେ ଏଇଟା ଝାରଖଣ୍ଡ ଏରିଆରୁ ଆସିଥିଲା, ଦେଉଳି ଆସିଥିଲା। ଦେଉଳି ଆସିକି ସେମାନେ ପୁଣି ୱେଷ୍ଟବେଙ୍ଗଲ କି କୋଉଠି ଲୋକାଲ ଧାମଣ ଛକ ଗୋଟେ ଅଛି, ଧାମଣ ଛକ ଧବଣୀ ଛକ। ଇଏ ମହୁଲ ଏବଂ ଗାଡ଼ିର ମୂଲ୍ୟ 6,40,000 ଟଙ୍କାର ଏଭବ ହେବ।